ସ୍ୱାଗତ କରୁଛି ପିଲାମାନେ। ଆସନ୍ତୁ ପିଲାମାନେ, ଆଜି ଆମ ଓଡ଼ିଶା ମାଟିର ଜଣେ ମହାନ ମହାପୁରୁଷ ତଥା ଯୋଦ୍ଧାଙ୍କ ବିଷୟରେ କିଛି ଜାଣିବା, ଯିଏକି ସମ୍ବଲପୁରକୁ ଦିନେ ହଲଚଲ କରିଦେଇଥିଲେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ। ତାରି ଲେରି ନ କରି ତାଙ୍କ ବିଷୟରେ ସଂକ୍ଷେପରେ ଆସ ଆଜି ଆମେ ଜାଣିବା। ବୀର ସୁରେନ୍ଦ୍ର ସାଏ ଜଣେ ମହାନ ଦେଶପ୍ରେମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ 1809 ମସିହା ଜାନୁଆରୀ 23 ତାରିଖରେ ହୋଇଥିଲା। ତାଙ୍କ ଜନ୍ମ ସମ୍ବଲପୁର ନିକଟସ୍ଥ ଖିଣ୍ଡା ଗ୍ରାମରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ଧରମ ସିଂ ଏବଂ ମାତାଙ୍କ ନାମ ଥିଲା ରେବତୀ ଦେବୀ। ସେ ପିତାମାତାଙ୍କ ବଡ଼ ପୁଅ ଏବଂ ତାଙ୍କ ତଳକୁ 6 ଭାଇ ଥିଲେ। ସେମାନେ ହେଲେ ଉଦନ୍ତ, ଧ୍ରୁବ, କାଜଳ, ଛବିଳ, ଉଜ୍ଜଳ ଏବଂ ମେଦିନୀ। ତାଙ୍କର ଅଞ୍ଜନା ନାମରେ ଜଣେ ଭଉଣୀ ଥିଲେ। ତାଙ୍କ ପିତା ଧରମ ସିଂ ଜଣେ ଶାନ୍ତଶିଷ୍ଟ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ। କିନ୍ତୁ ଅଞ୍ଜନାର ଜନ୍ମ କିଛି ବର୍ଷ ପରେ ପିତା ଧରମ ସିଂ ମୃତ୍ୟୁବରଣ କରିଥିଲେ। ତେଣୁ ତାଙ୍କ ଭାଇ ପିଲାମାନଙ୍କୁ ଦେଖାଶୁଣା କରିଥିଲେ। ଛୋଟବେଳୁ ସେ ବହୁତ ସାହସୀ ଓ ଖଣ୍ଡଚାଳନା, କସରତ ଓ ଅଶ୍ୱଚାଳନା ପ୍ରଭୃତି ବିଦ୍ୟାରେ ନିପୁଣ ଥିଲେ। ଦେଶକୁ ସ୍ୱାଧୀନ କରିବାରେ ତାଙ୍କର ବିଶେଷ ଭୂମିକା ଥିବାରୁ ସେ ଚିର ଅମର ହୋଇ ରହିଛନ୍ତି। 1884 ମସିହା ଫେବୃଆରୀ 28 ତାରିଖରେ ଅସୁରଗଡ଼ ଜେଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।